कृष्णपृष्ठाय भूतले श्रीमते भक्तिवेदांत स्वामिने इति नामिने नमस्ते सारस्वती देवे गौरवाणी प्रचारिणे निर्विशेष शून्यवादी पाश्चात्यदेशतारिणे वंशाकल्पतरुभ्यश्च कृपा सिन्धुभैव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद हरे कृष्ण 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 हरे 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 राम 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 हरे हरे। मुखं करोति वाचालं पंगुलं हैतगिरिं यत्कृपा तमहं वन्दे परमानन्दमाधवं श्रीगुरुदिनतरिणं श्रीचैतन्य ईश्वरं नमो विष्णु। ତ ଆମେମାନେ ଭଗବତ ଗୀତାରୁ ଶ୍ରବଣ କରୁଛେ ଦଶମ ଅଧ୍ୟାୟ। କାଲି ଆମେମାନେ ଶୁଣିଲେ ଅହିଂସା। ତ ଅହିଂସା ଭିତରେ ଗୋଟେ ନୂଆ କଥା ଆମେ ଶୁଣିଲେ, ହିଂସା ଅହିଂସା ଯଦି ଆମେମାନେ ଏଇ ମାନବ ଶରୀର ଯୋଉଟା ଆଧ୍ୟାତ୍ମିକ ଅନୁଭୂତି ପାଇଁ ଉଦ୍ଦିଷ୍ଟ, ତ ସେଇଟା ଯଦି ଲୋକଙ୍କୁ ପ୍ରତି ଆମେ ନ ଦେବା, ସେଇ ଜ୍ଞାନ ନ ଦେବା, ସେଇ ବ୍ୟବସ୍ଥା ନ କରିବା, ତାହେଲେ ସେଇଟା ଗୋଟେ ହିଂସା। ହୁଁ। ଆମେ ଲୋକମାନଙ୍କ ପାଇଁକି ସ୍କୁଲ କଲେଜ ହସ୍ପିଟାଲ ସବୁ କରିବା, ଆମେ ଭାବେ ଯେ ଅନେକ ଉପକାର କରୁଛେ, କିନ୍ତୁ ତାଙ୍କୁ ତାଙ୍କ ଯଥାର୍ଥ ସ୍ୱରୂପ ବୁଝଉନେ ବା ଭବବନ୍ଧନ ମୁକ୍ତି ପାରୁ କରୁନେ, ତାହେଲେ ସିଏ ଗୋଟେ ପରୋକ୍ଷ, ସିଏ ଗୋଟେ ହିଂସା, ତାଙ୍କ ପ୍ରତି ହିଂସା ଆଚରଣ କରାହେଉଛି। ଠିକ ଅଛି। ହଁ, କାହିଁକି ନା ତାଙ୍କୁ ଆମେ ସେ ଦିବ୍ୟ ସୁଖରୁ ବଞ୍ଚିତ କରୁଛେ। ତ ଆଜି ହଉଛି ସମତା। ତ ସମତା ମାନେ କି ସମସ୍ତଙ୍କୁ ସମାନ ଭାବରେ ଦେଖିବା, ଏ ଗୋଟେ ଅର୍ଥ। ଆଉ କଣ କଣ ଅଛି ଏହାର ଉଦ୍ଦେଶ୍ୟ ପ୍ରଭୁପାଦ କହୁଛନ୍ତି ଶୁଣିବା। ତ ସମତା କହିଲେ ରାଗ ଦ୍ୱେଷରୁ ମୁକ୍ତିକୁ ବୁଝାଏ। ରାଗ ଆଉ ଦ୍ୱେଷ କଣ? ରାଗଟା କଣ? ରାଗଟା ହଉଛି ଆସକ୍ତି। ହଁ। ଆଉ ଦ୍ୱେଷ ହଉଛି ବିରକ୍ତି। ହୁଁ। ଅତ୍ୟନ୍ତ ଆସକ୍ତି ବା ଅତ୍ୟନ୍ତ ବିରକ୍ତି, ଏଟା ଠିକ ନୁହଁ। ଆସକ୍ତି ଏଇଟାକୁ ବାଦ ଦେଇକି ବା ଆସକ୍ତି ଘୃଣା ରହିତ ହୋଇକି এই ଭୌତ ଜଗତକୁ ଗ୍ରହଣ କରିବାକୁ ହବ। ଅର୍ଥାତ୍ এই ଭୌତି ଆସକ୍ତ ହୋ ନାହିଁ ବା ଘୃଣା କର ନାହିଁ। ହୁଁ। ଯୋଉଟା ଯେତେବେଳେ ଆସେ ସେଟା ଗ୍ରହଣ କର। ଠିକ ସେପରି ହେଇପରି ଯାହା କୃଷ୍ଣ ଚେତନା ଲାଭ ଦିଗରେ ଅନୁକୂଳ ତାହା ଗ୍ରହଣ। ସାଧାରଣ ଲୋକଙ୍କ ପାଇଁ ତମ ଜୀବନ